ସଦ୍ଗୁରୁ, ଯାହାଙ୍କର ପୂରା ନାମ ସଦ୍ଗୁରୁ ଜାଗି ବାସୁଦେବ, ଏକାଧାରରେ ଜଣେ ଯୋଗୀ, ରହସ୍ୟବାଦୀ, ଲେଖକ, କବି, ଉଚ୍ଚକୋଟୀର ବକ୍ତା, ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି, ଈଶା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଜଣେ ପ୍ରଭାବଶାଳୀ ଆଧ୍ୟାତ୍ମିକ ଗୁରୁ। ଏପରି ଜଣେ ବ୍ୟକ୍ତି ଯିଏକି ଭାରତର 50 ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ। ତାଙ୍କର ପରିବର୍ତ୍ତନମୂଳକ କାର୍ଯ୍ୟକ୍ରମ ଯେପରିକି ରାଲି ଫର ରିଭର୍ସ ବା ନଦୀମାନଙ୍କ ପାଇଁ ରାଲି, କାବେରୀ କଲିଂ ବା କାବେରୀ ବଞ୍ଚାଅ, ସେଭ୍ ସଏଲ ବା ମାଟି ବଞ୍ଚାଅ, ପ୍ରୋଜେକ୍ଟ ଗ୍ରୀନ୍ ହ୍ୟାଣ୍ଡସ୍, ୟୁଥ୍ ଆଣ୍ଡ ଟ୍ରୁଥ୍, ଇନର ଇଞ୍ଜିନିୟରିଂ ଇତ୍ୟାଦି ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସ୍ପର୍ଶ କରିଛି। ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାରେ ଅବସ୍ଥିତ ତଥା ସଦ୍ଗୁରୁଙ୍କ ଦ୍ୱାରା ପ୍ରତିଷ୍ଠିତ ଈଶା ୟୋଗା ସେଣ୍ଟର, ଯେଉଁଠି ଯୋଗ ସହିତ ମନୁଷ୍ୟର ସାମଗ୍ରିକ ବିକାଶ ପାଇଁ ଶିକ୍ଷା, ସଂସ୍କୃତି ଓ ପରମ୍ପରାର ଏକ ଅପୂର୍ବ ତଥା ପ୍ରଭାବଶାଳୀ ସମନ୍ୱୟ ଦେଖିବାକୁ ମିଳିଥାଏ। ଏହାଛଡ଼ା ଏଠାରେ ଥିବା ଆଦିଯୋଗୀ ଷ୍ଟାଚ୍ୟୁ ବିଶ୍ୱ ପ୍ରସିଦ୍ଧ ଅଟେ। ସଦ୍ଗୁରୁ ନ୍ୟୁୟର୍କ ଟାଇମ୍ସର ଜଣେ ସର୍ବାଧିକ ବିକ୍ରୟକାରୀ ଲେଖକ ଏବଂ ମିଳିତ ଜାତିସଂଘ ମୁଖ୍ୟାଳୟ, ବିଶ୍ୱ ଅର୍ଥନୈତିକ ଫୋରମ୍ ତଥା ହାର୍ଭାର୍ଡ, ୟେଲ୍ ଏବଂ MIT ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନମାନଙ୍କରେ ନିୟମିତ ବକ୍ତା ଭାବରେ ଯୋଗ ଦିଅନ୍ତି। ସଦ୍ଗୁରୁଙ୍କ ପାଖରେ ପ୍ରାଚୀନ ଯୋଗବିଜ୍ଞାନକୁ ବର୍ତ୍ତମାନ ସମୟରେ ପ୍ରାସଙ୍ଗିକ କରିବାର ଅନନ୍ୟ କ୍ଷମତା ରହିଛି। ଜୀବନର ଗଭୀରତାକୁ ଖୋଜିବାରେ ତାଙ୍କର ଆଭିମୁଖ୍ୟ ବା ମତ କୌଣସି ବିଶ୍ୱାସ ପ୍ରଣାଳୀକୁ ଗ୍ରହଣ କରେ ନାହିଁ, ବରଂ ମଣିଷର ଅନ୍ତରର ପରିବର୍ତ୍ତନ ପାଇଁ ପଦ୍ଧତି ପ୍ରଦାନ କରେ, ଯାହା ଇନର ଇଞ୍ଜିନିୟରିଂ ନାମରେ ଜଣାଶୁଣା ଏବଂ ଏହା ଏକା ସାଙ୍ଗରେ ପ୍ରମାଣିତ ଓ ଶକ୍ତିଶାଳୀ ମଧ୍ୟ। ଆଧ୍ୟାତ୍ମିକତା ଏବଂ ମାନବିକ ସେବାରେ ତାଙ୍କର ଅବଦାନ ପାଇଁ ତାଙ୍କୁ 2017 ମସିହାରେ ଭାରତ ସରକାର ପଦ୍ମବିଭୂଷଣରେ ସମ୍ମାନିତ କରିଥିଲା। ସଦ୍ଗୁରୁଙ୍କ କାର୍ଯ୍ୟର ଲକ୍ଷ୍ୟ ହେଉଛି ମାନବ କଲ୍ୟାଣର ସମସ୍ତ ଦିଗକୁ ସମ୍ବୋଧିତ କରିବା ତଥା ବ୍ୟକ୍ତିଗତ ଏବଂ ବିଶ୍ୱସ୍ତରୀୟ ସମସ୍ୟାର ବ୍ୟାବହାରିକ ସମାଧାନ ସହିତ ଆଧ୍ୟାତ୍ମିକ ଜ୍ଞାନକୁ ମିଶ୍ରଣ କରିବା।